भवितव्य जा अवश्य घटिबा जहा भाग्य रे जहा लेखा जाइछि ताहा निश्चित भाव रे फलिबो जदि तो भाग्य रे दुख कष्ट अछि ताहले मु चाहिले भी एडै परिबिनी रे मां जा मां धैर्य को पाथेय करी निश्चित भाव रे बंचिबो आ देखिबो दिने ना दिने निश्चित भाव रे जय हबो झियोटा बापा मांकर पाद तले प्रणाम करी सबुदिन पई मर्त्यपुर को चली आसी मर्त्यपुर रे संवरण राजा निकट रे पहुंची जाइछि जतेबेले संवरण राजा निकट रे पहुंची जाइछि संवरण राजा तपतिर धैर्य को परीक्षा करबा को जाई सतीत्वर पराकाष्ठा को परीक्षा करबा को जाई होय तो सदिन गोटाए पद कथा कहि देले सुरवाला तुही आगो चांद मुही तपति को राजा संवरण कहीदेले कहले हे तपति तुम्हें जने सुर कन्या जने देव कन्या मन रख रात्रि रे हुए तो स्वप्न देखिथिलो स्वप्न रे अनेक गुराए धन पाइथिलो से धन को नहीं राति पाहिबा परे तुम्हें व्यापार करबा पई इच्छा प्रकाश करूछ केमी वाणिज्य करबा पई इच्छा प्रकाश करूछ केमिति अर्थात काली हुए तो तुम्हें सत्य करिथिलो से सत्य काली रे रही जाइछि आजी तुम्हें देव कन्या मु मर्त्यपुर मानव तुम सहित विवाह संपूर्ण भाव रे असंभव तपति डाकी देले कहले राजा आपण ए कोन करे सत्य करी शेष रे आज आपण सत्य भग्न हो जाउछंती ठीक अछि आज सारा दुनिया जानिबो राजा संवरण जने मिथ्यावादी राजा संवरण जने सत्य भग्न ठीक अछि मु चली जाउछि जो गंगा नदीर जल को स्पर्श करी सत्य करिथिली सेई गंगा नदी रे मो जीवन को मु विसर्जन करी झियोटा आसी गंगा नदी को निकट रे पहुंची जाइतला आ गंगा माता को निकट रे एते पर्यंत तार अतीतर इतिहास को कहि चलीतला सुनिलो तो मां मो जीवन रो कहानी तबे कह मां मु कोन करबी अरे मां तू राजा संवरण को साधारण भाबुछु तू भाबुछु राजा संवरण जने मिथ्यावादी नहीं रे मां देख तो पछाड़े किए ठिया है छंती मां हसी देले सेदिन राजा संवरण डाकी देले कहले तपति मु तुमको परीक्षा करूथिली तुम सतीत्वर पराकाष्ठा आज तुम्हें परीक्षा रे उत्तीर्ण होई छ आस तपति मु तुमको पत्नी रूप ग्रहण करिबी तपतिर तपति
ଚମ୍ବରଣଙ୍କର ପାଦ ତଳେ ପ୍ରଣାମ କରିଛି ଆଉ ଆଡମ୍ବରରେ ବିଭାଘର ହେଇଛି। ତୁମେ ହିଁ ସ୍ୱର୍ଗ ମୋର, ତୁମେ ଦେବତା ମୋର। ଆମ ଘରେ ପାଟି କରିବେ, ଏମିତି ହୋ ନା, ତୁ ହୋ ନା, ହୋ ନା। ତୁମେ ହିଁ ଶଙ୍ଖ, ତୁମେ ହିଁ ସିନ୍ଦୁର। ତୁମେ ହିଁ ସ୍ୱର୍ଗ ମୋର, ତୁମେ ଦେବତା ମୋର। ତୁମେ ହିଁ ଶଙ୍ଖ, ତୁମେ ହିଁ ସିନ୍ଦୁର। ତୁମେ ହିଁ ଶଙ୍ଖ, ତୁମେ ହିଁ ସିନ୍ଦୁର। ତୁମେ ହିଁ ଶଙ୍ଖ, ତୁମେ ହିଁ ସିନ୍ଦୁର। ତୁମରି ପାଇଁ ବାହୁବତୀ, ତୁମରି ପାଇଁ ବାହୁବତୀ। ଏଇ ତନ ମୋରା, ତୁମେ ହିଁ ସ୍ୱର୍ଗ ମୋର, ତୁମେ ଦେବତା ମୋର। ତୁମେ ହିଁ ଶଙ୍ଖ, ତୁମେ ହିଁ ସିନ୍ଦୁର। ତୁମେ ହିଁ ଶଙ୍ଖ, ତୁମେ ହିଁ ସିନ୍ଦୁର। ଛୋଟ ପେଟ ଥିଲା, ଏମିତି ବଡ ପେଟ କେମିତି ହେଲା? ଅରେ ମୂର୍ଖ, ସାର୍ ନମସ୍କାର, ସାର୍ ନମସ୍କାର, କଣ କରୁଛୁ? ସାର୍ ନମସ୍କାର। ଅତି ଭକ୍ତି ଚୋରର ଲକ୍ଷଣ। ସାର୍ ସେଇଥିପାଇଁ କହୁଛି, ମୁଁ ନ ଜାଣି ନ ଶୁଣି ବଡ ଭୁଲ କରିଛି ସାର୍। ସେଇଥିପାଇଁ ମତେ ଟିକେ ମାଇପ କରନ୍ତୁ ଆଜ୍ଞା। କଣ କରିବି? ମାଇପ କରନ୍ତୁ ଆଜ୍ଞା। ଯଦି ହିନ୍ଦୀରେ ନ କହିପାରୁଛୁ ଓଡିଆରେ କହ। କଣ କହିମି? ଆରେ ସେଇଟା ହଉଛି କ୍ଷମା ଦିଅ କହ। ମତେ କ୍ଷମା କର। ହେ, ସେଇଟା କଣ କହିଲୁ? ହିନ୍ଦୀରେ କହନ୍ତି ମାଫ କର। ଓହୋ, ହିନ୍ଦୀରେ ମୋର କୋଉ କୋଉ କଣ ନାହିଁ କଣ ପଶିଗଲା। ସାର୍ ତଥାପି ସରି। ସାର୍ ନମସ୍କାର। ବସ୍। ଗା 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 ଆଉ ପଦେ ଜୀବନ କାଟି ଦେବି ନାଇ ସିନ୍ଦୁର ମଥା କଣ ହେଲା? କେତେ ଥର ମନା କଲିଣି। କଣ ହବ ଆମର ସେ ପଇସା? ତତେ ମୁଁ ଏବେ ଭାଇ ଏବେ ହାଲକା ତା ପାଇଁ ମୁଁ 27,000 ଟଙ୍କା ଖର୍ଚ୍ଚ କରିଛି। କଣ ହେଲା? 27,000 ଟଙ୍କା ଆଜ୍ଞା ମୁଁ ଖର୍ଚ୍ଚ କରିଛି। 27,000 ତା ପାଇଁ ଖର୍ଚ୍ଚ କରିଛୁ? ଆଜ୍ଞା କଣ ପାଇଁ? କଣ ପାଇଁ? ଆଲୋ, ତତେ ମୁଁ ବାରମ୍ବାର କହୁଛି, ତୁ ଏତେ ଜୋରରେ ନାଚିବୁନି। ଏବେ 27,000 ଟଙ୍କା ଖର୍ଚ୍ଚ କରିଛି, ତ ସିଲେଇ ଫାଟିଯିବ ଲୋ। ଆଜ୍ଞା ଫ୍ୟାମିଲି ପ୍ଲାନିଂ ଅପରେସନ ହେଇଛି। ଜୀବନ କାଟି ଦେବି ତମରି କୋଳରେ।
ଲାଇନ କାଟି ଦିଅ। ହେ ହେ ମୂର୍ଖ ଇଏ କଣ ହଉଛି? ସାର୍ ଏମିତି ଗୋଟେ ମସୁରୀ ପଡ଼ିକି ଲାଇନ କାଟି ଦିଅନ୍ତି ନା ଭାଇ, ମୁଁ କାହିଁ ସେଇ ସିନ୍ଟା ପଇଲା ନା କଣ, ସେଇଥିପାଇଁ ମୁଁ କହୁଛି ମାଇକି ବାଲା ଭାଇ ନାହିଁ ନା କଣ ଲାଇନ କାଟିଲା ବସ୍ ଏମିତି ମଝିରେ ମଝିରେ ଟିକେ ମତେ ଉଷୁମ ଦଉଛନ୍ତି। ଚୁପ୍ ପରମାର୍ଚନୀୟ ମୋର ବିଦଗ୍ଧ କଳା ପ୍ରେମୀ ଶ୍ରୋତୃବର୍ଗୀ ତପତି ସହିତ ସମ୍ବରଣ ରାଜାଙ୍କର ମହା ଆଡମ୍ବରରେ ବିଭାଘର ହେଇଯାଇଛି। ଏ ବିଭାଘରକୁ ସହି ପାରି ନାହାନ୍ତି ଦେବତା ମାନେ। କଣ କଲେ? ଦେବର୍ଷି ନାରଦ ଦେବସଭାରେ ପହଞ୍ଚି ଦେବତା ମାନଙ୍କୁ କହିଦେଲେ, କହିଲେ ତୁମେ ମାନେ ଏଠି ଅଛ, ମାତ୍ର ସ୍ୱର୍ଗପୁରର ଦେବ କନ୍ୟା ତପତି ବିବାହ କଲାଣି ମର୍ତ୍ତ୍ୟପୁରର ହସ୍ତିନା କଟକର ରାଜା ସମ୍ବରଣ। ହେ ଦେବଗଣ, ତମେ ମାନେ ଏଠି ବସିଛ କାହିଁକି? ତପତିଙ୍କର ଭାଇ ଗ୍ରହରାଜ ଶନି, ଜନ୍ତୁପତି ଯମରାଜ ଏବଂ ସମସ୍ତ ଦେବତା ମାନେ କ୍ରୋଧାଗିରିରେ ହୁଏତ ସେଦିନ ପ୍ରଜ୍ୱଳିତ ହେଇଯାଇଛି। କଲେ କଣ? କରୁ କର୍ମ ଫଳ ଅମ୍ଭ ବଳ କିବା ଏ ଚିର ସୁଶୋଭିତ ସୁଧୀର ତନ ମାଳ। ହେ ଦେବଗଣ, ସମସ୍ତ ସଜାଗ ହୁଅ, ଆଜି ହସ୍ତିନା କଟକଟାକୁ ଧ୍ୱଂସସ୍ତୂପରେ ପରିଣତ କରିଦେବା। ଆମ କବଳରୁ କିଏ ତାକୁ ରକ୍ଷା କରିବ? ଦୁର୍ଭିକ୍ଷ ମଡ଼କ ସବୁ କିଛି ଆଜି ହସ୍ତିନା କଟକରେ ପହଞ୍ଚି ଯାଇଛି। ସବୁଜ ସୁନ୍ଦର ଶସ୍ୟର କେଦାର ସବୁ କିଛି ଆଜି ଶସ୍ୟହୀନ ହେଇଯାଇଛି। ସବୁଆଡେ ଶୁଭୁଛି ହା ଅର୍ଣ୍ଣ ହା ଅର୍ଣ୍ଣ ହା ଅର୍ଣ୍ଣ। ରାଜା ସମ୍ବରଣ କାହାକୁ ବା ରକ୍ଷା କରିବେ? ଡାକିଲେ କହିଲେ, ତପତି ତୁମକୁ ବିବାହ କରିବା ପରେ ହୁଏତ ଆଜି ମୋ ରାଜ୍ୟ ଏମିତି ଶ୍ରୀହୀନ ହେଇଯାଉଛି। ତପତି ତୁମେ ଗୋଟାଏ କାମ କର, ତୁମ ପିତ୍ରାଳୟକୁ ତୁମେ ଚାଲିଯାଅ। ତପତି କହିଲା, ସ୍ୱାମୀ ଆପଣଙ୍କୁ ଛାଡି ମୁଁ ଚାଲିଯିବି? ଆପଣ ପରା ମୋର ଇହକାଳ ପରକାଳର ଦେବତା। ହେ ସ୍ୱାମୀ, ମୁଁ କେବେ ଆପଣଙ୍କୁ ଛାଡି ଦେଇ ପାରିବିନି ସ୍ୱାମୀ। ଗୋଟାଏ କଥା ମନେ ରଖନ୍ତୁ ସ୍ୱାମୀ, ଜର ବିନେ ମିନ ଯେ ସନେ ପରାଣ, ସବିତା ବିନେ କମଳି, ତୁମ୍ଭ ବିରହରେ ଜୀବ ମୋ ଜୀବନ, ତୁମ୍ଭେ ମୋ ଗତି ସଂଖାଳି, ରାଜା ସମ୍ବରଣଙ୍କ ନିକଟରେ ତପତି କହି ଦଉଛି, ହେ ସ୍ୱାମୀ ଆପଣ ହଉଛନ୍ତି ମୋର ଗତି ମୁକ୍ତି ଦାତା। ମନେ ରଖନ୍ତୁ ସ୍ୱାମୀ, ଏ ସଂସାର ସାଗରକୁ ପାରି ହବାକୁ ହେଲେ ସ୍ୱାମୀ ପଦ ହଉଛି ନାବ। ନାଇଁ, ଗୋଟିଏ କଥା ମା ମାନେ ସମସ୍ତେ ମନେ ରଖନ୍ତୁ, ସତୀ ନାରୀର ଧର୍ମ ସ୍ୱାମୀଙ୍କର ପଦ। ନାଇଁ, ସ୍ୱାମୀଙ୍କର ପଦ ସେବା ଯିଏ କରେ ସେ ତା ଜୀବନରେ ଶାନ୍ତି ହିଁ ଶାନ୍ତି ପାଇଥାଏ। ଆଜି ତପତି କହୁଛି, ସ୍ୱାମୀ ଆପଣଙ୍କର ପଦ ସେବା କରିବା ମୋର ହଉଛି ପରମ ଧର୍ମ। ଆପଣଙ୍କୁ ଛାଡି ମୁଁ କେମିତି ଚାଲିଯିବି? ଜଳ ବିନା ମାଛ ଯେମିତି ବଞ୍ଚି ପାରେ ନା, ବୃକ୍ଷ ବିନା ଲତା ଯେମିତି ମାରି ପାରେ ନା, ସ୍ୱାମୀ ବିନା ସ୍ତ୍ରୀ ଠିକ ସେମିତି ସ୍ୱାମୀ। କେମିତି ଆପଣଙ୍କୁ ମୁଁ ଛାଡିବି? ତେବେ ତପତିକୁ ସାଥିରେ ଧରି ସେହି ନିସ୍ତବ୍ଧ ରଜନୀରେ ରାଜା ସମ୍ବରଣ ବନଗମନ କରିଛନ୍ତି। ଗୋଟାଏ ବର୍ଷ
ହୁଏ ତ ଜଙ୍ଗଲରେ ରହିଛନ୍ତି। ଜଙ୍ଗଲରେ ରହିବା ପରେ ତପତିଙ୍କ ଗର୍ଭରୁ ସୁକୋମଳ ପୁତ୍ର ସନ୍ତାନଟିଏ ଜନ୍ମ ଲାଭ କରିଛି। ତପତି ପୁତ୍ର ସନ୍ତାନକୁ ଦେଖିଦବା ପରେ ଆଖିରୁ ଦିଟୋପା ଲୋତକ ଝରି ପଡିଲା। ପୁଅଟିଏ ଜନ୍ମ ହେଲେ ହୁଏତ ଆଜ୍ଞା କାହାର ମନରେ ଅଫୁରନ୍ତ ଆନନ୍ଦ ଆସେ। ମାତ୍ର ଆଜି ତପତିଙ୍କ ଆଖିରୁ ଲୋତକ ଝରି ପଡୁଛି। କାହିଁକି ଜାଣିଛନ୍ତି? ବିଗତ ଘଟଣା ସ୍ମରି ଦୁଃଖିନୀ କାହିଁରେ ତପତି ବିଗତ ଘଟଣାକୁ ଚିନ୍ତା କରୁଛି। ଯଦି ଏ ପୁଅଟା ଆଜି ହସ୍ତିନା କଟକର ରାଜପ୍ରାସାଦରେ ଜନ୍ମ ନେଇଥାନ୍ତା, ହୁଏତ ତା ପାଇଁ କେତେ ଦାସ ଦାସୀ ଖଟିଥାନ୍ତେ, ତୁଳି ତଳପ ଶଯ୍ୟାରେ ଶୟନ କରିଥାନ୍ତା, କେତେ ରାଜକୀୟ ସୁସ୍ୱାଦୁ ଖାଦ୍ୟ ତା ପାଇଁ ଲୋଡ଼ା ହେଇଥାନ୍ତା। ମାତ୍ର ଏହି ଜଙ୍ଗଲରେ ପତ୍ର କୁଡ଼ିଆରେ ଜନ୍ମ ନେବା ପରେ ହୁଏତ ଏ ଧୂଳି ଧୂସରରେ ଗଡ଼ିବ, ଧୂଳିରେ ଗଡ଼ିବ, ଜଙ୍ଗଲର କଷା ପିତା ଖଟା ମିଠା ଫଳ ଖାଇବ। ଦାସ ଦାସୀ ପରିବର୍ତ୍ତେ ଏ ଜଙ୍ଗଲରେ ତା ପାଇଁ କେହି ବି ନଥିବେ। ରାଜା ସମ୍ବରଣ ଡାକିଦେଲେ, କହିଲେ ତପତି କାହିଁକି ମନ ଦୁଃଖ କରୁଛ? ଭଗବାନ ଯେତେବେଳେ ଆମ କୋଳରେ ପୁତ୍ର ସନ୍ତାନଟିଏ ଦେଇଛନ୍ତି, ତପତି ତାରି ମୁହଁକୁ ଚାହିଁ ସବୁ କିଛି ଦୁଃଖ କଷ୍ଟକୁ ଆମେ ଭୁଲିଯିବା। ମାତ୍ର ରାଜା ସମ୍ବରଣ ଏବଂ ତପତି ପୁତ୍ରର କଷ୍ଟକୁ ଏ ପୁତ୍ରକୁ ଦେଖିଦେବା ପରେ ଦୁଃଖ କଷ୍ଟକୁ ସିନା ଭୁଲି ଯାଇ ସୁଖ କରୁଛନ୍ତି। ଏ ସୁଖଟା ଦେବତା ମାନେ ସହିଲେ ନା। ଆରେ ଦେବକୁଟ ସିନା ଦେବତାଙ୍କୁ ବଣା, ମାନବ କହିରେ ସବୁବେଳେ ବଣା। କେଳେ ବୁଲୁ ଥାଉ ଏଣେ ତେଣେ ମନ ମଶାରୀ ଭିତରେ ମଶକ ଯେ ସାନା। ଦେବତାଙ୍କର ମାୟା ହୁଏତ ଦେବତା ମାନେ ଜାଣନ୍ତି, ମାନବ ମାନେ ବୁଝିଲେ ବା କେମିତି? ତପତି ଯେତେବେଳେ ମର୍ତ୍ତ୍ୟପୁରକୁ ଚାଲି ଆସିଛି, ସେତେବେଳେ ହୁଏତ ମାନବୀର ଶରୀର ଧାରଣ କରି ଇଏ ମାନବ ଦେହରେ ଖେଳାଳିଲା କରୁଛି। ସନ୍ତାନଟିକୁ ଦେଖିଦେବା ପରେ ରାଜାଙ୍କର ଦୁଃଖ ଚାଲି ଯାଇଛି। ରାଜା ଜଙ୍ଗଲରୁ ଶୁଖିଲା କାଠ କାଟି ନେଇ ବାହାରେ ବିକ୍ରି କରି ନିଜର ପରିବାରର ଭରଣ ପୋଷଣ କରୁଛନ୍ତି। ଦିନକର ଘଟଣା, ଗ୍ରହରାଜ ଶନି ଛଦ୍ମ ବ୍ରାହ୍ମଣ ବେଶ ଧାରଣ କରି ସେଇ ଜଙ୍ଗଲରେ ଆସି ପହଞ୍ଚି ଯାଇଛନ୍ତି। ଦୂରରୁ ଥାଇ ରାଜା ସମ୍ବରଣ ଡାକି ଦଉଛନ୍ତି, ଅଦୂରେ ଡାକେ ବ୍ରାହ୍ମଣ କେଳେ ଗଲ ସମ୍ବ। তুম্ভ বিনু হত আদি হতিনা
राजा संवरण जंगल रे बुलुथिबा बेले हठात ग्रहराज शनि छद्म ब्राह्मण वेश धारण करी आसी से स्थान रे पहुंची जाइछंती उच्च स्वर रे डाकी दउछंती जय राजा संवरणंकर जय राजा संवरणंकर कुआडे गलो राजा संवरण राजा संवरणकर कर्ण गोचर हो जाइछि राजा संवरण चिंता करुछंती हुए तो केही जणे आज विपद रे पड़िछंती पल्ली कवि नंदकिशोर बळ कहंती विपद पड़िले बाटोई भाई रे विपद पड़िले बाटोई भाई रे सादेनो को सादे मरण समान ठीक तार जीवन ठीक राजा संवरण चिंता करुछंती हुए तो केही जने विपद रे पड़ी आसी मो निकट रे पहुंचछंती ए समय रे मु जति उद्धार न करे ताहले मो जीवनटा शतधिक संगे संगे राजा आसी ब्राह्मणन को निकट रे पहुंच जाइछंती कहले हे ब्राह्मण गोसाई मोर प्रणाम ग्रहण करंतु मु हेउछि दीनहीन दुखी दरिद्र संवरण आपण कोन सेई राजा संवरण आपण सेई राजा संवरण मु शुणिछि ए मर्त्यपुर रे हस्तिना कटकर राजा संवरण होछंती जने धार्मिक राजा ठीक अछि मु आछि आपणक निकट रे एतिकी मागिबाकू चाहे राजा गत रात्रि रे मु गोटा स्वप्न देखिछि औ से स्वप्नटा कोन थिला जानिछंती देखंतु राजा मोर दक्षिण हस्तटा संपूर्ण भाव रे अचल हो जाइछि स्वप्न रे मते एतिकी स्वप्न देश हला जदि केही जने धार्मिक राजा हसी हसी तांकर हस्त प्रदान करंती हुए तो मोर हस्त चल प्रचल करिवो हस्त कर्तन करी से रक्त को मोर ये हस्त रे लेपन करंती ताहले मो हस्तटा चल प्रचल करिवो हेले राजा तमे तो धार्मिक राजा मो दुख कथा कहि देली एथर कोन आपण मते निराश करि देबे राजा संवरण कहिले नाई मु हेउछि सत्य संध मु राजा संवरण मु सत्य 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 त्रिवार सत्य करी कहूछि निश्चित भाव रे मोर दक्षिण हस्त कर्तन करिबी राजा संवरण हसी हसी निजर दक्षिण हस्तटाकू काटी देले हे ब्राह्मण दियो ब्राह्मण हस्तटी को धरी दबा परे कहले साधु 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 राजा संवरण आपण साधु राजा संवरण तोर धार धार हस्त झरी जाउछि राजा बाम हस्त रे जाबुड़ी धरी छंती आसी पत्र पर्ण कुटीर निकट रे पहुंची जाई छंती सेई पत्र कुड़िया निकट रे पहुंची दिबा परे तपति देखि दले राजा संवरण कर हातटा नाही स्वामी दुखरे भागी पड़ी छंती पिंधितिबा वस्त्रटा को चिरी देई छंती आ बांधी देई छंती बोले स्वामी ये कोड हला स्वामी आपण को हस्त कोडे गला कोन स्वामी आपण को दक्षिण हस्त कोड गला तपति स्वामी तबे जानि छ कोन विपद रे जति केही जने पड़े ए राजा संवरण के सही पारे ना आज जड़े ब्राह्मण आसी थिले जंगल मध्य विपद रे पड़ी
मते हस्तटा मागी देइछंती आउ मु हसी हसी मोर दक्षिण हस्तटाकू प्रदान करिदेली स्वामी आपण को दक्षिण हस्त चली गला काले जंगल में खटा मिठा कोली आनी मत को दबो तपति हमें मां को दी जण चली केमिति ए तपति स्वामी एथि पाई हां एथि पाई तमे बड़ दुख करूछ ना मन दुख करी नाई तपति तमे बड़ दुख करनी ना ना अरे गोटाए हाथ सीना चली जाइछि स्वामी आउ गोटाए हाथ अछि ना एई बाम हस्तरे एई बाम हस्तरे राजा सम्वरण सब किछि करि पारिबो किछि दिन बीती जाइछि हां तथापि हां राजांकर धैर्यर बंध भांगिनी चिंता कले जो पुणी ग्रह राज शनि हां हां कहले अरे हे ये हाथटा नहीं आसिली बोली ता मनरे दुख नहीं दुख नहीं एथर संपूर्ण भाव रे ताकू पंगु अथर्प करि देबी राजा हां संवरण निकट रे हां छद्म ब्राह्मण वेश आउ जने ब्राह्मण वेश धारण करी आसी पहुंची जाइछंती आउ डाकी दउछंती